ଓହୋ ଏତେ ରାତିରେ କିଏ ଫୋନ୍ କରୁଛି ମ? ହ୍ୟାଲୋ, କିଏ? ସୁକାନ୍ତି ଆପା? ହଁ ହଁ, କ'ଣ ହେଲା? ପୁଅର ବାରମ୍ବାର ଝାଡ଼ା ହେଉଛି? ଆରେ ଶୁଣ ଶୁଣ, ବ୍ୟସ୍ତ ହୁଅନି ଜମା। ତମେ ତାକୁ ORS ପିଇବାକୁ ଦଉଥାଅ। ମୁଁ ଅଙ୍ଗନବାଡ଼ି ଦିଦିଙ୍କୁ ନେଇ ପହଞ୍ଚୁଛି। ସୁକାନ୍ତି ଆପା, ପୁଅର ଝାଡ଼ା କେତେବେଳୁ ଆରମ୍ଭ ହେଲାଣି? ରାତି ପ୍ରାୟ 12ଟା ବେଳକୁ ଥରେ ହେଲା। ତାପରେ ତାକୁ ORS ଦେଇଦେଲି। ତାପରେ ଲଗାତାର 2 ଥର। ଆଉ ମୁଁ ଡରି ଯାଇ ତମକୁ ଫୋନ୍ କଲି। ଓକେ ଓକେ, ବ୍ୟସ୍ତ ହୁଅନି। ଏଇ ଔଷଧଟା ମୁଁ ଦଉଛି। ତମେ ନିୟମିତ ବ୍ୟବଧାନରେ ତାକୁ ORS ଦଉଥାଅ। ଆଚ୍ଛା, ଆଗରୁ କିଛି ଲକ୍ଷଣ ଥିଲା ନା ହଠାତ୍ ରାତି 12ଟାରେ ତରଳ ଝାଡ଼ା ଆରମ୍ଭ ହେଲା? ଦିନରେ ତ ବାନ୍ତି ହେଇଥିଲା। ଆଚ୍ଛା, ଆଉ ଦେହରେ ଟିକେ ତାତି ବି ଆସିଥିଲା। ତମେ ତାଙ୍କୁ କିଛି ଔଷଧ ଦେଇଥିଲ କି? ମୁଁ ପାରାସିଟାମଲ ଫାଳେ ଦେଇଛି। ତାପରେ ତ ପୁଅ ଶୋଇଗଲା। ତାପରେ ହଠାତ୍ ତରଳ ଝାଡ଼ା। ହଁ ଠିକ୍ ଅଛି, କିଛି ବ୍ୟସ୍ତ ହୁଅନି। ତମେ ଆଉ ଥରେ ତାକୁ ORS ଦିଅ। ହଉ। ଆଚ୍ଛା ଦିଦି, ହଁ, କ'ଣ କରିବା କହିଲ? କେସ୍ଟା ଭାରି କ୍ରିଟିକାଲ ଜଣାପଡ଼ୁଛି। ଆମେ 108 ଆମ୍ବୁଲାନ୍ସକୁ ଡାକି PHC ନେଇଯିବା କି? ହଁ ଦିଦି, ମତେ ଲାଗୁଛି ସେଇଆ କରିବା। ଠିକ୍ ଅଛି। ହଁ ଅପା, ଆମେ ପୁଅକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଗ ନେଇଯିବା। ତମେ ରେଡ଼ି ହୁଅ, ମୁଁ ଆମ୍ବୁଲାନ୍ସକୁ ଫୋନ୍ କରିଦେଇଛି। ମୋ ପୁଅର କିଛି ହବନି ତ ଦିଦି? ଆରେ ନା ନା, ଜମା ବ୍ୟସ୍ତ ହୁଅନି। ଏମିତି ରୋଗୀକୁ ଘରେ ନ ରଖି ହସ୍ପିଟାଲ ନେଇଯିବାଟା ବୁଦ୍ଧିମାନର କାମ। ସାର୍, କେସ୍ଟା ଭାରି କମ୍ପ୍ଲିକେଟେଡ୍ ଜଣାପଡ଼ିବାରୁ ରାତି ରାତି ନେଇ ଆସିଲୁ। ଆଉ ଆପଣଙ୍କୁ ଟିକେ ହଇରାଣ କଲୁ। ଆରେ ନା ନା, ହଇରାଣ ନୁହଁ। ଡାକ୍ତର ଭାବରେ ରୋଗୀକୁ ଚିକିତ୍ସା କରିବା ତ ମୋର କର୍ତ୍ତବ୍ୟ। ଆଚ୍ଛା, ଏ ପିଲାର ଝାଡ଼ା କେତେ ଥର ହେଇଛି? ସାର୍, ରାତି 12ଟାରୁ ଏଯାଏ 4ରୁ 5 ଥର ହୋଇଛି। ଆଚ୍ଛା ହଉ, ଆଗ ସେପଟ ରୁମ୍ରେ ସାଲାଇନ୍ ବ୍ୟବସ୍ଥା କରିଦିଅ। ଏ ଇଞ୍ଜେକ୍ସନଟା ବି ଦେଇଦିଅ। ଓକେ ସାର୍। ହଁ, ରୋଗୀ ପାଖରେ ତା ମାଆକୁ ଛାଡ଼ିଦିଅ। ଆଉ ତମେ ଆଉ ଦିଦି ମୋ ରୁମ୍କୁ ଆସ। ସିଷ୍ଟରକୁ କହିବ ନଜର ରଖିଥିବ ଟିକେ। ଠିକ୍ ଅଛି ସାର୍। ଏବେ ସାଲାଇନ୍ ଠିକ୍ ଚାଲିଛି ତ? ହଁ ସାର୍, ପୁରା ଠିକ୍ ଅଛି। ଯାହା ଲକ୍ଷଣରୁ ଜଣାଉଛି ଏଟା ସାଧାରଣ ଡାଇରିଆ ଭୂତାଣୁ ସଂକ୍ରମଣ ଯୋଗୁଁ ହେଇନି। ଆଉ ମୁଁ ଭାବୁଛି ରୋଟା ଭାଇରସ୍। ରୋଟା ଭାଇରସ୍? ହଁ, ପୂର୍ବରୁ ଜ୍ୱର, ବାନ୍ତି ଆଉ ସବୁ ଅନ୍ୟାନ୍ୟ ଲକ୍ଷଣରୁ ମୁଁ ସେୟା ହିଁ ଅନୁମାନ କରୁଛି। ତେବେ ଝାଡ଼ା ରିପୋର୍ଟ ଆସିଲେ ଆମେ ଯାଇ କ୍ଲିୟର ହେଇଯିବା। ସାର୍, ଆମର ତ ଆସନ୍ତା ବୁଧବାର ଅଙ୍ଗନବାଡ଼ି ସ୍ୱାସ୍ଥ୍ୟ ସଚେତନତା ମିଟିଂରେ ରୋଟା ଭାଇରସ୍ ସମ୍ପର୍କରେ ଆଲୋଚନା ହେବାର ଅଛି। ଆଉ ତା ପୂର୍ବରୁ ସେଇ ଭାଇରସ୍ ସଂକ୍ରମଣ ରୋଗୀଟିଏ ଆମ ନଜରକୁ ବି ଆସିଗଲା। ହଁ ଦିଦି, ତମେ ରୋଗୀର କେୟାର ନେଇଥାଅ। 3ଟା ସାଲାଇନ୍ ପରେ ଆମେ ପୁଣି ଦେଖିବା ପିଲାର କଣ୍ଡିସନ୍ କ'ଣ ଅଛି। ତାପରେ ଯାହା କରିବା। ତେବେ ସକାଳ ହେବା ଯାଏ ଅପେକ୍ଷା କର। ଓକେ ସାର୍। ଆଚ୍ଛା ଅପା, ପୁଅକୁ ପୂର୍ବ ଦିନର ଜ୍ୱର ହେଇଥିଲା ନା? ନା ଦିନେ 2 ଦିନ ହେବା ଆଗରୁ ଏ ଲକ୍ଷଣ ସବୁ ଦେଖା ଦେଇଥିଲା? ହଁ, ଦିନେ 2 ଦିନ ଆଗରୁ ଟିକେ ବାନ୍ତି ହଉଥିଲା। ହେଲେ ମୁଁ ଏହାକୁ ଏତେ ଗୁରୁତ୍ୱ ଦେଲିନି। ଆଉ ଘରେ ଶାଶୁ ବି କହିଲେ ପିଲାଙ୍କର ତ ଏମିତି ବାନ୍ତି ମଝିରେ ମଝିରେ ହୁଏ। ଦେଖ ଅପା, ତମେ ସବୁ ରେଡ଼ିଓ ଟିଭିରୁ ଏତେ ସ୍ୱାସ୍ଥ୍ୟ କଥା ଶୁଣୁଛ, ଅଙ୍ଗନବାଡ଼ି କେନ୍ଦ୍ରରେ ଏ ସମ୍ପର୍କରେ ବି ଜାଣୁଛ। ଆଉ କୌଣସି ଲକ୍ଷଣକୁ ହାଲକା ଭାବରେ ନ ନେଇ ସାଙ୍ଗେ ସାଙ୍ଗେ ଅଙ୍ଗନବାଡ଼ି ଦିଦି ନହେଲେ ମୋତେ ଜଣେଇବ। ଆଗରୁ ଜଣେଇଥିଲେ ଏଯାଏ ତ କଥା ଯାଇନଥାନ୍ତା। ହଁ ଶୁଣ ଅପା, ଆସନ୍ତା ବୁଧବାର ଦିନ ସ୍ୱାସ୍ଥ୍ୟ ସଚେତନ ଶିବିରକୁ ଆସିବ। ଗୋଟେ ନୂଆ ରୋଗ ସମ୍ପର୍କରେ ଆଲୋଚନା ହେବ। ଏକା ଆସିବନି, ଶାଶୁଙ୍କୁ ନେଇକି ଆସିବ। ହଉ, ନିଶ୍ଚୟ ଯିବି। ସାଇଲେନ୍ସ! ସମସ୍ତେ ଶୁଣନ୍ତୁ, ପାଟି ବନ୍ଦ କରି ଚୁପଚାପ ବସନ୍ତୁ। ଡକ୍ଟର ସାର୍ ଆସିଗଲେଣି। ସେ ଆପଣମାନଙ୍କୁ ଆଜି ଗୋଟେ ନୂଆ ରୋଗ ଉପରେ କହିବେ। ସାର୍ ନମସ୍କାର। ନମସ୍କାର ନମସ୍କାର। ଆରେ ତମମାନେ ଏତେ ସଂଖ୍ୟାରେ ଏଠି ଉପସ୍ଥିତ ଅଛ, ମୁଁ ତ ଦେଖି ଭାରି ଖୁସି। ମୁଁ ତୁମମାନଙ୍କୁ ଆଗରୁ ମ୍ୟାଲେରିଆ, ଯକ୍ଷ୍ମା, ଡେଙ୍ଗୁ ଭଳି କେତେ ରୋଗ ସମ୍ପର୍କରେ ବୁଝେଇଛି। ଆଜି ଗୋଟେ ଭୂତାଣୁ ବା ଭାଇରସ୍ ବିଷୟରେ କହିବି। ହଁ ମା ମାନେ ଶୁଣନ୍ତୁ, ସାର୍ କହିଲା ବେଳେ ଯଦି ଯାହାର କିଛି ଜାଣିବାର ଆଗ୍ରହ ଥାଏ ତାହେଲେ ପ୍ରଶ୍ନ ପଚାରିବ। ମନେ ରହିଲା ତ? ହଁ 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 ଦିଦି। ଆଜି ମୁଁ ଯେଉଁ ଭୂତାଣୁ ବିଷୟରେ ଆପଣମାନଙ୍କୁ କହିବି,
ତାର ନାଁ ହେଲା ରୋଟା ଭାଇରସ୍। ଆଉ ଏଇ ଭୂତାଣୁ ଯୋଗୁଁ ପିଲାମାନଙ୍କୁ ତରଳ ଝାଡ଼ା ହେଇଥାଏ। ପିଲାମାନଙ୍କ ତରଳ ଝାଡ଼ା? ହଁ, ତରଳ ଝାଡ଼ା। ତରଳ ଝାଡ଼ାର ଏକାଧିକ କାରଣ ଅଛି ମା ମାନେ। ଏଗୁଡ଼ିକ ହେଲା କଲେରା ବୀଜାଣୁ, ଡିସେଣ୍ଟ୍ରି ବୀଜାଣୁ, ଆମାଶୟ ବା ଆମୋବାଇସିସ୍ ଇତ୍ୟାଦି ଇତ୍ୟାଦି ଅନେକ। କିନ୍ତୁ ରୋଟା ଭାଇରସ୍ ହେତୁ ହେଉଥିବା ତରଳ ଝାଡ଼ା ଅନ୍ୟମାନଙ୍କ ଠାରୁ ଟିକେ ଅଧିକ ମାରାତ୍ମକ। ଆଚ୍ଛା ସାର୍, ଏଇ ଭାଇରସ୍ ଦ୍ୱାରା କେଉଁମାନେ ଆକ୍ରାନ୍ତ ହୁଅନ୍ତି ଆମ ମା ମାନଙ୍କୁ ଟିକେ କୁହନ୍ତୁ। ହଁ, ରୋଟା ଭାଇରସ୍ ମୁଖ୍ୟତଃ 5 ବର୍ଷରୁ କମ୍ ପିଲାଙ୍କୁ ହେଇଥାଏ। ତେବେ ମନେ ରଖ, ରୋଟା ଭାଇରସ୍ ସାଂଘାତିକ ତରଳ ଝାଡ଼ା ସୃଷ୍ଟି କରେ। ଏହା ଏତେ ମାରାତ୍ମକ ଯେ ବିପଦ ସଂକୁଳ ପରିସ୍ଥିତି ସୃଷ୍ଟି କରିଦିଏ। ଆଚ୍ଛା ସାର୍, ଏ ବିଷୟକୁ ଆଉ ଟିକେ ସରଳ କରି କହିଦିଅନ୍ତୁ। ହଁ, ଏଏନ୍ଏମ୍ ଦିଦିଙ୍କ କହିବା ଅନୁସାରେ ମୁଁ ଆଉ ଟିକେ ସରଳ କରି ବୁଝେଇ ଦେଉଛି। ମା ମାନେ, ରୋଟା ଭାଇରସ୍ ଆକ୍ରାନ୍ତ ଶିଶୁର ଦେହରୁ ଜଳ ଶୁଷ୍କତା ଶୀଘ୍ର ହେଇଯାଏ। ଆଉ ଜଳୀୟ ଅଂଶ ଲବଣ ଅଂଶର ଦ୍ରୁତ ଅବକ୍ଷୟ ହେତୁ ଠିକ୍ ସମୟରେ ବିହିତ ଚିକିତ୍ସା ନ କଲେ ମୃତ୍ୟୁର ବି ସମ୍ଭାବନା ଥାଏ। ଆରେ ବାପରେ ବାପ, ଇଏ ତ ବଡ଼ ଭୟଙ୍କର ଭୂତାଣୁ। ହଁ ଦିଦି, ଆୟତନରେ କ୍ଷୁଦ୍ର ସିନା ଭୂତାଣୁଟିଏ, ହେଲେ ତାର ସ୍ୱାସ୍ଥ୍ୟଗତ କୁପ୍ରଭାବ ଯଥେଷ୍ଟ ଅଧିକ। ତେଣୁ ତମେ ଏ ଦିଗରେ ସବୁବେଳେ ସତର୍କ ରହିବା ଉଚିତ। ଆଚ୍ଛା ସାର୍, ଏଇ ଭୂତାଣୁ ବିଷୟରେ କି ଲକ୍ଷଣ ସବୁ ଦେଖାଯାଇଥାଏ ସେଇଟା ଟିକେ ଆମ ମା ମାନଙ୍କୁ ଭଲରେ ବୁଝେଇକି କହିଦିଅନ୍ତୁ। ଠିକ୍ ଅଛି। ରୋଟା ଭାଇରସ୍ ଭୂତାଣୁ ଶରୀରରେ ପ୍ରବେଶ କରିବାର 1ରୁ 3 ଦିନ ଭିତରେ ଲକ୍ଷଣ ପ୍ରକାଶ ପାଏ। ଏହାର ମୁଖ୍ୟ ଲକ୍ଷଣ ହେଲା ତରଳ ଝାଡ଼ା, ଜ୍ୱର ଆଉ ବାନ୍ତି। ପେଟରେ ବି ଯନ୍ତ୍ରଣା ହୁଏ ଆଉ ଲକ୍ଷଣ ବେଳେବେଳେ 3ରୁ 7 ଦିନ ଯାଏ ରହେ। ଏଇ ଭାଇରସ୍ କୋଉ ବାଟେ ଆମ ଦେହକୁ ଯାଏ? ବଡ଼ ବଢ଼ିଆ ପ୍ରଶ୍ନ। ରୋଟା ଭାଇରସ୍ ମୁଖ୍ୟତଃ ଦୂଷିତ ଜଳ ମାଧ୍ୟମରେ ଦେହକୁ ଯାଏ। ଆଉ ସେଇଥିପାଇଁ ଆମେ ସବୁବେଳେ କହୁ ପାଣିକି 10 ମିନିଟ୍ ଫୁଟେଇ ଛାଣିକି ପିଇବ। ସାର୍, ଏଇ ରୋଟା ଭାଇରସ୍ ଉପରେ ଆଉ କ'ଣ ଅଧିକ କିଛି ତଥ୍ୟ ଅଛି କି? ସେ ବିଷୟରେ ଟିକେ ସେମାନଙ୍କୁ ବୁଝେଇକିରି କହିଦିଅନ୍ତୁ। ଏଏନ୍ଏମ୍ ଦିଦି, ଆପଣ ତ ସବୁ ଜାଣିଛନ୍ତି। ଆଜ୍ଞା। ରୋଟା ଭାଇରସ୍ ଆକ୍ରାନ୍ତ ଜନିତ ତରଳ ଝାଡ଼ା ଦ୍ୱାରା ଆମ ଦେଶରେ ବର୍ଷକୁ ପାଖାପାଖି 20 ଲକ୍ଷ ଶିଶୁ ହସ୍ପିଟାଲର ଆଉଟଡୋରକୁ ଆସନ୍ତି। ଆଜ୍ଞା। ଆଉ ସେମାନଙ୍କ ଭିତରୁ 4.5 ଲକ୍ଷ ଶିଶୁ ହସ୍ପିଟାଲରେ ଆଡମିସନ ହୁଅନ୍ତି। ଆଉ ଏଇ ଭୂତାଣୁ ଆମ ଦେଶରେ ପ୍ରତିବର୍ଷ ପାଖାପାଖି 1,20,000 ଶିଶୁଙ୍କ ଜୀବନ ନେଇଥାଏ। ଆଚ୍ଛା ସାର୍, ଏଇ ଭାଇରସ୍ ପ୍ରଥମେ କୋଉଠି ଦେଖାଦେଇଥିଲା? ପ୍ରଥମେ ତ ଏହା ଆମେରିକାରେ ଦେଖାଯାଇଥିଲା। ଆଜ୍ଞା। ଆଉ ଆମେରିକାରେ ଏହି ହେତୁ ଅଧିକାଂଶ ଶିଶୁ ସେମାନଙ୍କର 5ମ ଜନ୍ମଦିନ ପାଳନ ପୂର୍ବରୁ ମୃତ୍ୟୁ ମୁଖରେ ହିଁ ପଡୁଥିଲେ। ପ୍ରତିଷେଧକ ଟୀକା ବାହାରିଲା ପରେ ରୋଟା ଭାଇରସର ନାଟକୀୟ ଭାବରେ ପତନ ଘଟିଛି। ସାର୍, ରୋଟା ଭାଇରସ୍ ଭୂତାଣୁ କେବେ ଚିହ୍ନଟ ହେଲା ସେ ସମ୍ପର୍କରେ ଟିକେ ଆମକୁ କୁହନ୍ତୁ ନା। ହଁ ନିଶ୍ଚୟ। 1973 ମସିହାରେ ରୁଟ୍ ବିଶପ୍ କଲେଜର ପ୍ରଫେସରମାନେ ଶିଶୁର ତରଳ ଝାଡ଼ାରୁ ଏହାକୁ ଆବିଷ୍କାର କଲେ। ତେବେ 1974 ମସିହାରେ ଆଇରିଶ ବୈଜ୍ଞାନିକ ଥୋମାସ ହେନେରୀ ଫ୍ଲୁଇଟ୍ ଏହାର ନାମ ରୋଟା ଭାଇରସ୍ ଦେଲେ। ହଁ ସାର୍, ଏଥର ଆମ ମା ମାନଙ୍କୁ ଏହାର ପ୍ରତିଷେଧକ ଟୀକା ସମ୍ପର୍କରେ କିଛି କୁହନ୍ତୁ। ଖୁସିର କଥା ଯେ ରୋଟା ଭାଇରସ୍ ଜନିତ ଡାଇରିଆ ପାଇଁ ପ୍ରତିଷେଧକ ଟୀକା ବାହାରି ସାରିଲାଣି। 2006 ମସିହାରେ ଏହି ଟୀକା ପ୍ରଥମେ ଆମେରିକାରେ ଆରମ୍ଭ ହେଲା। ଭାରତରେ ଏଇ ଟୀକା କ'ଣ ମିଳିଲାଣି? ହଁ, କହୁଛି। ଭାରତରେ 2016 ମସିହା ମାର୍ଚ୍ଚ ମାସରୁ ଏହି ଟୀକା ପ୍ରଦାନ କରାଗଲାଣି। ଆଉ ଖୁସିର କଥା ଏଇଆ ଯେ ଆମ ଦେଶ ଏହି ଟୀକାକୁ ଇନ୍ଦ୍ରଧନୁଷ ଟୀକା ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହା ସମ୍ପୂର୍ଣ୍ଣ ମାଗଣାରେ ଆଉ ସବୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳିପାରୁଛି। ଆଉ ଜାତୀୟ ସ୍ୱାସ୍ଥ୍ୟ ମିଶନ ସାହାଯ୍ୟରେ ଏହି ଟୀକାକୁ ରାଜ୍ୟବ୍ୟାପୀ ଶିଶୁମାନଙ୍କୁ ପ୍ରଦାନ କରାଯାଉଛି। ଆଚ୍ଛା ସାର୍, ଏଇ ଟୀକା କେଉଁ ସମୟରେ ନେବା ଉଚିତ? ବଢ଼ିଆ ପ୍ରଶ୍ନ। ମା ମାନେ, କିଛି ଭୟ କରିବାର ନାହିଁ। ଏ ଟୀକାକୁ ପିଲାଙ୍କୁ ପାଟିରେ ଖାଇବାକୁ ଦିଆଯାଏ। ଆଜ୍ଞା। ଶିଶୁକୁ 15 ସପ୍ତାହ ହେବା ପୂର୍ବରୁ ଏଇ ଭ୍ୟାକ୍ସିନ୍ ଦବାଟା ବାଧ୍ୟତାମୂଳକ ଅଟେ। ଆଚ୍ଛା ସାର୍, ଏଇ ଟୀକାର ଡୋଜ୍ କେତେ ଥର? ମା ମାନେ ମନେ ରଖନ୍ତୁ, ଏଇଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜ୍ଞା। ସମୟ ପଳେଇଲେ ଏ ଟୀକାର ମୂଲ୍ୟ କିଛି ରହେ ନାହିଁ। ଓହୋ। ତେଣୁ ଏ ଟୀକା 3 ଥରରେ ପିଲାକୁ ଖାଇବାକୁ ଦିଆଯାଏ। ଆଜ୍ଞା। ପ୍ରଥମ ଡୋଜ୍ଟା ଶିଶୁକୁ 1.5 ମାସ, ଦ୍ୱିତୀୟ ଡୋଜ୍ ଶିଶୁକୁ 2.5 ମାସ ଏବଂ ତୃତୀୟ ଡୋଜ୍ଟା ଶିଶୁକୁ 3.5 ମାସ ହେଲା ବେଳେ ଦିଆଯାଇଥାଏ। ଆଚ୍ଛା ସାର୍, ସବୁ ଶିଶୁ କ'ଣ ଏଇ ଟୀକା ନେଇପାରିବେ? ନା 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 ନା। ତେବେ ସାର୍? ମନେ ରଖନ୍ତୁ, ଆଗରୁ ଜଣାଥିବା ଆଲର୍ଜି ରିଆକ୍ସନ ଶିଶୁ,
ବୃହଦ ଅନ୍ତ୍ରରେ ସ୍ୱାସ୍ଥ୍ୟ ସମସ୍ୟା ଥିବା ଶିଶୁ, ପେଟରେ ଅସ୍ତ୍ରୋପଚାର ବା ଅପରେସନ ହୋଇଥିବା ଶିଶୁ, HIV ଆକ୍ରାନ୍ତ ଶିଶୁ, ଆଉ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଶିଶୁ, ତା ଛଡ଼ା ଷ୍ଟିରଏଡ୍ ନେଉଥିବା ଶିଶୁ ଏ ଭ୍ୟାକ୍ସିନ୍ ଟିକା ନେଇପାରିବେ ନାହିଁ। ତାହେଲେ ସାର୍ ଏମାନଙ୍କ ପାଇଁ କ'ଣ କିଛି ଅଲଗା ବ୍ୟବସ୍ଥା ଅଛି? ଏ ବିଷୟରେ ଗବେଷଣା ଚାଲିଛି। ଆଚ୍ଛା ସାର୍, ଟିକା ନେଲା ପରେ ଶିଶୁ ଦେହରେ କିଛି ରିଆକ୍ସନ୍ ଦେଖାଯାଏ କି? ହଁ ଦିଦି, ଏ ବେଳେ ବେଳେ କାହାରି କାହାରି ଆଲର୍ଜି ରିଆକ୍ସନ ହୁଏ। ଆଜ୍ଞା। ଆଉ ଯଦି ଏମିତି ହୁଏ ପରବର୍ତ୍ତୀ ଡୋଜ୍ ନେବା ପୂର୍ବରୁ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ଉଚିତ। ଆଜ୍ଞା। ମା ମାନେ ସମସ୍ତେ ମନେ ରଖିଲେ ତ? ହଁ ସାର୍। ଆଚ୍ଛା ସାର୍, ରୋଟା ଭାଇରସ୍ ଭ୍ୟାକ୍ସିନ୍ କ'ଣ ତରଳ ଝାଡ଼ାକୁ ପୁରା ପ୍ରତିଷେଧକ ଦେଇଥାଏ? ନାଇଁ ଦିଦି, ଶିଶୁମାନେ ଏଇ ଭ୍ୟାକ୍ସିନ୍ ନେଲେ ରୋଟା ଭାଇରସ୍ ଜନିତ ସିରିୟସ୍ ଡାଇରିଆରୁ ମୁକ୍ତ ରୁହନ୍ତି, କିନ୍ତୁ ଜର୍ମ ଜନିତ ଡାଇରିଆ ବା ବାନ୍ତିରୁ ରୋଟା ଭାଇରସ୍ ଭ୍ୟାକ୍ସିନ୍ ରକ୍ଷା କରିପାରେନି। ଆଚ୍ଛା ମା ମାନେ, ସାର୍ ଯାହା ସବୁ କହିଲେ ଆପଣମାନେ ସବୁ ବୁଝିଲେ ତ? ହଁ ହଁ ହଁ। ହଁ ହଁ ଦିଦି। ହଁ ଶୁଣ, ଆଗାମୀ ମାସରେ ଆମେ ଆଉ କିଛି ନୂଆ ରୋଗ ଉପରେ ଆଲୋଚନା କରିବା। ଶୁଣ, ଖାଲି ଆଲୋଚନା ଶୁଣିଲେ ହବନି। ସାର୍ ଯାହା କହିଲେ ସେମିତି ସବୁ ମାନିକିରି ଚଳିଲେ ତମେମାନେ ନିଜେ ସୁସ୍ଥ ରହିବା ସହିତ ପରିବାରକୁ ମଧ୍ୟ ସୁସ୍ଥ ରଖିପାରିବ। ମନେ ରହିଲା ତ? ହଁ ଦିଦି। ହଉ ମା ମାନେ, ଦିଦି, ମୁଁ ଆଉ ଗୋଟେ ସେଣ୍ଟରରେ ପୁଣି ଆଉ ଗୋଟେ ମିଟିଂ ଆଟେଣ୍ଡ କରିବାକୁ ପଡ଼ିବ ମୋତେ। ହଉ ମୁଁ ଏଥର ଆସୁଛି ଦିଦି। ନମସ୍କାର ସାର୍। ନମସ୍କାର ନମସ୍କାର।